ମୁଁ ଡରିବା ଲୋକ ନୁହଁ। ଭକ୍ତ ଦାସ ପ୍ରଧାନମନ୍ତ୍ରୀ ହୁଅନ୍ତି ମୋର କିଛି ହବାର ନାହିଁ। ମୁଁ ବିଲକୁଲ କେୟାର କରେନି ଏସବୁ ଜିନିଷ। ମୁଁ ପୁରା ଲାଇନ୍ ଲୋକ। କଂଗ୍ରେସର ଅଛି ରହିବି। ଭକ୍ତ ଦାସ ନିଜେ ଆସିଛନ୍ତି ଜନତା ଦଳରୁ। ସିଏ କ'ଣ ମୋତେ ମିଶେଇବେ? ମୁଁ ଲୋକଙ୍କୁ ଆଣିଥିଲି ମିଶେଇବା ପାଇଁ। ମୋ ଦଳ ମୁଁ ହେଉଛି ଆଦ୍ୟରୁ ହେଉଛି କଂଗ୍ରେସ। ମୁଁ ଆଜି ପର୍ଯ୍ୟନ୍ତ ସ୍ୱାଧୀନ ମୋତେ 5 ଥର ସରପଞ୍ଚ ନବୀନ ମୋ ପରିବାର ହେଉଛନ୍ତି। ଏତେ ବୟସ୍କ ଲୋକ ଶିଷ୍ଟାଚାର ଶିଖନ୍ତୁ। 3 ଦିନ ପରେ ଆପଣମାନଙ୍କୁ ବି ରେକର୍ଡିଂ ଦେବି। କ'ଣ ରେକର୍ଡିଂ ଆପଣ ପାଇବେ? କାଲି ବି ଦେଇପାରେ ନହେଲେ ପହରଦିନ ଦେଇପାରେ। ସେ ରେକର୍ଡିଂ ପରେ ସେ ପଦାକୁ ବାହାରି ପାରିବେ ନାହିଁ। ସେଟା ମୋ ପାଖରେ ଅଛି। ଦେବି ଦେବି ଦେଇ ସାରିଲା ପରେ ବାହାରି ପାରିବେନି। ଆପଣମାନଙ୍କୁ ଦେବି। ତାପରେ ମୁଁ କହିଲେ ଯାହାର ଦେବି ସେ ଘରୁ ବାହାରି ପାରିବେ ନାହିଁ। ମୋର କ'ଣ କ୍ରିମିନାଲ? ମୁଁ ତ ଚାଷୀ ଆନ୍ଦୋଳନ ସେ ଷ୍ଟ୍ରାଇକ୍ ଏଇସବୁ ତ କିଛି ଲୋକଙ୍କ ପାଇଁ କରିଛି। ଆଜି ପର୍ଯ୍ୟନ୍ତ ଅଦ୍ୟାବଧି କେସ୍ ଲୋକଙ୍କ ପାଇଁ ହେଇଛି। ତାଙ୍କ ବେଳେ ହେଲାନି ବହୁତ କଥା ଅଛି। ମୁଁ ଆଜି ଖୋଲିବିନି। ଆସନ୍ତାକାଲି ଆମେ ସେଇପାଇଁ ଆମେ କଂଗ୍ରେସ ଦଳ ରାହୁଲ ଗାନ୍ଧୀକୁ ଭଲ ପାଇଛୁ। ଆଙ୍କୁ ନୁହଁ। ତାଙ୍କର ଦମ ଅଛି। ମୁଁ ଯେତିକି ଲୋକ ଘିନିକି ଆସିପାରିବି ମିଶିବା ପାଇଁ ଆଣିଥିଲି ସେ ଘିନିକି ଆସିପାରିବି। ସାର୍ ଭାରତ ବର୍ଷରେ ଏମିତି କୋଉ ନେତା ନାହିଁ ତାର ନଥବ କେସ୍ ନହେଲେ ସେ ନେତା ହେଇପାରିବନି। ଫାଷ୍ଟ କଥା କଂଗ୍ରେସରେ ମିଶିଲେ ତାଙ୍କର କ'ଣ କ୍ଷତି ହେଲା? ଦଳ ଯଦି ଆଗକୁ ଗଲା ତାଙ୍କର କ୍ଷତି ହେବ। କାରଣ ଜଣେ ଆପଣ ଦେଖନ୍ତୁ ଆପଣ ଗୋଟେ ବାଇଟ୍ ନେଉଛନ୍ତି। ମୁଁ ନେଗେଟିଭ୍ ବାଇଟ୍ ଦେଲେ ଆପଣ ଭଲ ଇଏ କରିବେ। ପଜିଟିଭ୍ ଦେଲେ ସେଠି ବାଜିବ କି? ମୋତେ ତାଲା ପକେଇ ନାହାନ୍ତି। କଂଗ୍ରେସକୁ ତାଲା ପକେଇଛନ୍ତି। କଂଗ୍ରେସ ଦଳକୁ ତାଲା ପକେଇ ଦେଇଥିବେ। କଂଗ୍ରେସଟାକୁ ଆଉ ଡେଭଲପ୍ କରିବାକୁ ଦେବେ ନାହିଁ ସେମାନେ ନିଷ୍ପତ୍ତି। ଆଉ ଗୋଟେ କଥା ବି ଜାଣିବା ଦରକାର ସେ ନିଜେ ବାଇଟ୍ରେ ଦେଇଛନ୍ତି ଯେ ମୋତେ ସେ ଡେଟ୍ ଫିକ୍ସ ହେଇଥିଲା ଆଉ ତାଙ୍କ ନାଁରେ ଗୋଟେ କମ୍ପ୍ଲେନ୍ ଆସିଥିବାରୁ ଆମେ ଆଉ ଗୋଟେ ଡେଟ୍ ଚେଞ୍ଜ କରିକି ବିଚାର କରିବୁ। ତାପରେ ଆଉ ଗୋଟେ ବାଇଟ୍ ଦେଇଥିଲେ ଇଲେକ୍ସନ୍ ପରେ ଆମେ ତାଙ୍କୁ ମିଶେଇବୁ। ଦଳରେ ଆଉ ଗୋଟେ ବାଇଟ୍ ଏବେ ମୁଁ ଦେଖୁଥିଲି ଭକ୍ତ ଦାସ ଦେଉଥିଲେ କ୍ରିମିନାଲ ଆକ୍ଟିଭିଟିଜ୍ ଅଛି ମିଶେଇ। ଭକ୍ତ ଦାସ ନାଁରେ କେତେ କ୍ରିମିନାଲ ଆକ୍ଟିଭିଟିଜ୍ ଜାଗାରେ ବୁଝିଛନ୍ତି? 60ରୁ ଅଧିକା। ମୋ ନାଁରେ ତ ଚାଷୀ ଆନ୍ଦୋଳନ କି ଅଲଗା ଯୋଉଠି ଥବ ସେଇଟା ବଡ଼ କଥା ନାହିଁ। ଓଡ଼ିଶାର ଭାରତ ବର୍ଷରେ ଏମିତି କୋଉ ନେତା ନାହିଁ ତାର ନଥବ କେସ୍ ନହେଲେ ସେ ନେତା ହେଇପାରିବନି। ଫାଷ୍ଟ କଥା କଂଗ୍ରେସରେ ମିଶିଲେ ତାଙ୍କର କ'ଣ କ୍ଷତି ହେଲା? ଦଳ ଯଦି ଆଗକୁ ଗଲା ତାଙ୍କର କ୍ଷତି ହେବ। କାରଣ ଜଣେ ଆପଣ ଦେଖନ୍ତୁ ଆପଣ ଗୋଟେ ବାଇଟ୍ ନେଉଛନ୍ତି। ମୁଁ ନେଗେଟିଭ୍ ବାଇଟ୍ ଦେଲେ ଆପଣ ଭଲ ଇଏ କରିବେ। ପଜିଟିଭ୍ ଦେଲେ ସେଠି ବାଜିବ କି? ସେ ଯାଇ ସେ ନେଗେଟିଭ୍ରେ କହିଲେ ଅଲଗା ଜିନିଷ ମିଳିପାରେ। କ'ଣ ବୁଝିପାରୁଥିବେ? ପଜିଟିଭ୍ ମୁଁ ଡରିବା ଲୋକ ନୁହଁ। ଭକ୍ତ ଦାସ ପ୍ରଧାନମନ୍ତ୍ରୀ ହୁଅନ୍ତି ମୋର କିଛି ହବାର ନାହିଁ। ମୁଁ ବିଲକୁଲ କେୟାର କରେନି ଏସବୁ ଜିନିଷ। ମୁଁ ପୁରା ଲାଇନ୍ ଲୋକ। କଂଗ୍ରେସର ଅଛି ରହିବି। ଭକ୍ତ ଦାସ ନିଜେ ଆସିଛନ୍ତି ଜନତା ଦଳରୁ। ସିଏ କ'ଣ ମୋତେ ମିଶେଇବେ? ମୁଁ ଲୋକଙ୍କୁ ଆଣିଥିଲି ମିଶେଇବା ପାଇଁ। ମୋ ଦଳ ମୁଁ ହେଉଛି ଆଦ୍ୟରୁ ହେଉଛି କଂଗ୍ରେସ। ମୁଁ ଆଜି ପର୍ଯ୍ୟନ୍ତ ସ୍ୱାଧୀନ ମୋତେ 5 ଥର ସରପଞ୍ଚ ନବୀନ ମୋ ପରିବାର ହେଉଛନ୍ତି। ଆମେ ଅଲଗା ଦଳକୁ ନ ଦେଇ ଯେତେବେଳେ କଂଗ୍ରେସରେ ଡାଉନ୍ ରହିଲା ଆମେ ସ୍ୱାଧୀନ ଲଢ଼ିଲୁ। କୋଉ ଦଳରୁ ଲଢ଼ିନୁ। ଭକ୍ତ ଦାସ କ'ଣ କହିବେ ମୋ ବିଷୟରେ? ସିଏ ନଥିବେ କାଲି ସକାଳେ ଇଏ ପ୍ରତିଶୋଧ ଦେଇପାରିବେ ମୁଁ ରହିବି। ସିଏ କ'ଣ ମିଶେଇବେ? ସିଏ ରହିଲେନି। ଜଣେ ଏତେ ବୟସ୍କ ଲୋକ ଶିଷ୍ଟାଚାର ଶିଖନ୍ତୁ। 3 ଦିନ ପରେ ଆପଣମାନଙ୍କୁ ବି ରେକର୍ଡିଂ ଦେବି। କ'ଣ ରେକର୍ଡିଂ ଆପଣ ପାଇବେ? କାଲି ବି ଦେଇପାରେ ନହେଲେ ପହରଦିନ ଦେଇପାରେ। ସେ ରେକର୍ଡିଂ ପରେ ସେ ପଦାକୁ ବାହାରି ପାରିବେ ନାହିଁ। ସେଟା ବି ମୋ ପାଖରେ ଅଛି। ଦେବି ଦେବି ଦେଇ ସାରିଲା ପରେ ବାହାରି ପାରିବେନି। ଆପଣମାନଙ୍କୁ ଦେବି। ତାପରେ ମୁଁ କହିଲେ ଯାହାର ଦେବି ସେ ଘରୁ ବାହାରି ପାରିବେ ନାହିଁ। ମୋର କ'ଣ କ୍ରିମିନାଲ? ମୁଁ ତ ଚାଷୀ ଆନ୍ଦୋଳନ ସେ ଷ୍ଟ୍ରାଇକ୍ ଏଇସବୁ ତ କିଛି ଲୋକଙ୍କ ପାଇଁ କରିଛି। ଆଜି ପର୍ଯ୍ୟନ୍ତ ଅଦ୍ୟାବଧି କେସ୍ ଲୋକଙ୍କ ପାଇଁ ହେଇଛି। ତାଙ୍କ ବେଳେ ହେଲାନି ବହୁତ କଥା ଅଛି। ମୁଁ ଆଜି ଖୋଲିବିନି। ଆସନ୍ତାକାଲି ଆମେ ସେଇପାଇଁ ଆମେ କଂଗ୍ରେସ ଦଳ ରାହୁଲ ଗାନ୍ଧୀକୁ ଭଲ ପାଇଛୁ। ଆଙ୍କୁ ନୁହଁ। ତାଙ୍କର ଦମ ଅଛି। ମୁଁ ଯେତିକି ଲୋକ ଘିନିକି ଆସିପାରିବି ମିଶିବା ପାଇଁ ଆଣିଥିଲି ସେ ଘିନିକି ଆସିପାରିବେ? ଆସିପାରିବେ ନାହିଁ। ମୁଁ କ୍ଲିନ୍ ଇମେଜ୍ ଲୋକ ମୋତେ ଭଲ ପାଆନ୍ତି। ତମେ ଯଦି ଆଣୁଛ ଆଣୁନା। କଂଗ୍ରେସରେ ବିଲକୁଲ ଜିରୋ। କଂଗ୍ରେସ ଆମେ ଡେଭଲପ୍ କରିବାକୁ ଚାହୁଁଛୁ। 20,000 ଲୋକଙ୍କୁ ଫେରେଇ ଦେବା ଏତେ ସହଜ କଥା ନୁହଁ। କଂଗ୍ରେସର କ୍ଷତି ହେଲା ଲାଭ ହେଲା। କଂଗ୍ରେସର ଯଦି ଜଣେ ମୁଖ୍ୟ ପ୍ରଦେଶର ସିଏ ଜଣେ କଂଗ୍ରେସ ଲୋକଙ୍କୁ କାହାକୁ ତାଲା ପକେଇଲେ? ମୋତେ? ମୁଁ କଂଗ୍ରେସ ଚଳୁଛି ଯୋଉ ରାଜନୀତି କଲେ ଚଳିବି କି? 20,000 ଲୋକଙ୍କୁ ଆଉ କଂଗ୍ରେସ ଦଳକୁ ତାଲା ପକେଇଛନ୍ତି। କଂଗ୍ରେସ କର୍ମୀ କି କଂଗ୍ରେସ ଦଳକୁ ତାଲା ପକେଇଛନ୍ତି। ମୋତେ ପକେଇନାହାନ୍ତି।